ସେହିପରି କାଳସର୍ପ ଯୋଗକ୍ରମରେ ଶଙ୍ଖନାଦ କାଳସର୍ପ ଯୋଗ ଏହା ସୃଷ୍ଟି ହୁଏ କିପରି? ଏହା ସୃଷ୍ଟି ହୋଇଥାଏ ନବମରେ ରାହୁ ଓ ତୃତୀୟରେ କେତୁ ରହିଲେ ବା ତନ୍ମଧ୍ୟବର୍ତ୍ତୀ ସମସ୍ତ ଗ୍ରହମାନ ଅବସ୍ଥିତ କଲେ। ଏହାର କିଛି ସମ୍ୟକ ଲକ୍ଷଣ ମୁଁ ଆପଣଙ୍କୁ କହୁଛି, ତାହା ଆପଣ ଜାଣି ରଖନ୍ତୁ। ପ୍ରଥମତଃ ଦୁର୍ଭାଗ୍ୟ ସର୍ବଦା ଭାଗ୍ୟର ସହ ଖେଳ ଖେଳିଥାଏ। 2 ନମ୍ବର, ଏହି ବ୍ୟକ୍ତିମାନେ ଯେତେ ବଡ଼ ପଦବୀ ମଣ୍ଡିତ କରିଥିଲେ ମଧ୍ୟ ଅପମାନିତ ହୋଇ ସେହି ପଦବୀରୁ ବିତାଡ଼ିତ ହୋଇଥାନ୍ତି। ପିତୃସୁଖ ଅଭାବ ରୁହେ ଏହି ବ୍ୟକ୍ତିମାନଙ୍କର। 4 ନମ୍ବର, ଗୃହସ୍ଥ ଅଶାନ୍ତି ସର୍ବଦା ଅତୃପ୍ତ ସ୍ୱଭାବ ଯୋଗୁଁ ସର୍ବଦା ନିନ୍ଦନୀୟ କର୍ମରେ ଏମାନଙ୍କୁ ଗତି କରାଇଥାଏ।